କଳକଳ ନାଦ କରି ବହି ଯାଉଥିବା ଗୋଟିଏ ନଦୀ କୂଳରେ ଜଣେ ମହାତ୍ମା ତପସ୍ୟା କରୁଥିଲେ। ଦିନେ ତାଙ୍କ ନିକଟକୁ ପାଖ ଗାଁର ରାମସ୍ୱରୂପ ନାମଧାରୀ ଜଣେ ବ୍ୟକ୍ତି ଆସିଲେ। ମହାତ୍ମାଙ୍କୁ ପ୍ରଣିପାତ ପୂର୍ବକ ପ୍ରାର୍ଥନା କଲେ, ମହାଶୟ, ଆପଣ ଜଣେ ବଡ଼ ତପସ୍ୱୀ ଅଟନ୍ତି। ବହୁତ ଇଚ୍ଛା ଅଛି ଥରୁଟିଏ ଭଗବାନଙ୍କ ଦର୍ଶନ କରିବା ପାଇଁ। କୃପା କରି ମୋତେ ତାଙ୍କ ଦର୍ଶନ କରେଇ ଦିଅନ୍ତୁ। ମହାତ୍ମା କହିଲେ, ରାମସ୍ୱରୂପ ବଇଁଶୀ ହାତରେ ଧରି ଶ୍ରୀକୃଷ୍ଣଙ୍କୁ ହୃଦୟ ମଧ୍ୟରେ ଧ୍ୟାନ କର ଏବଂ ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଜପ କର। ରାମସ୍ୱରୂପ କହିଲେ, ମହାତ୍ମା, ଏ ତ ବହୁତ କଠିନ ମନ୍ତ୍ର। ମୋ ଦ୍ୱାରା ଏହା ସମ୍ଭବ ନୁହେଁ। ଏହା ଶୁଣିବା ପରେ ମହାତ୍ମା ତାଙ୍କୁ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିଟିଏ ଦେଇ କହିଲେ, ଏହାର ଗୋଟିଏ ଗୋଟିଏ ଅଙ୍ଗ ନିବିଷ୍ଟ ଚିତ୍ତରେ ଧ୍ୟାନ କରିବ। ରାମସ୍ୱରୂପ କହିଲେ, ମହାବାଗ, ଏହା ମଧ୍ୟ ହେବ ନାହିଁ। ଅଧିକ ସମୟ ବସିବା ଦ୍ୱାରା କଷ୍ଟ ହେବ ଏବଂ ମୁଁ ଏକନିଷ୍ଠ ଭାବରେ ଧ୍ୟାନ କରିପାରିବି ନାହିଁ। ମହାତ୍ମା କହିଲେ, ତେବେ ତୁମେ ତୁମ ପିତାଙ୍କର ସ୍ମରଣ କରି କେବଳ ଓଁ ଏହି ଏକାକ୍ଷର ଜପ କର। ରାମସ୍ୱରୂପ କହିଲେ, ସେ ତ ମୋତେ ବହୁତ ମାରୁଥିଲେ। ତାଙ୍କୁ ଏକାଗ୍ର ଭାବରେ ଧ୍ୟାନ କରିପାରିବି ନାହିଁ। ତାଙ୍କ ବିଷୟରେ ଭାବିବାକୁ ଆରମ୍ଭ କଲେ ମୋର ହାତଗୋଡ଼ ଥରିବାକୁ ଲାଗୁଛି। ମହାତ୍ମା କହିଲେ, ତେବେ କୁହ, ତୁମର ସବୁଠାରୁ ପ୍ରିୟ କ'ଣ? ରାମସ୍ୱରୂପ କହିଲେ, ମହାରାଜ, ମୋର ମଇଁଷି ପ୍ରିୟ ଅଟେ। ତାର କ୍ଷୀର, ଘିଅ, ଲହୁଣୀ ମୋତେ ଭଲ ଲାଗେ। ମହାତ୍ମା ତାଙ୍କୁ ଘରେ ବସେଇ ଓ କହିଲେ, ତେବେ ତୁମେ ମଇଁଷିକୁ ଧ୍ୟାନ କର। ତା ବ୍ୟତୀତ ଅନ୍ୟ କିଛି ଭାବିବ ନାହିଁ। ପ୍ରସନ୍ନତା ପୂର୍ବକ ସେ ଘରେ ବସିଗଲେ। 3 ଦିନ ପର୍ଯ୍ୟନ୍ତ ସେ ବାହାରକୁ ବାହାରିଲେ ନାହିଁ। 3 ଦିନ ଅତିକ୍ରାନ୍ତ ହେବା ପରେ ମହାତ୍ମା କହିଲେ, ରାମସ୍ୱରୂପ, ଏବେ ବାହାରକୁ ଆସ। ଭିତରୁ ଶୁଭିଲା, ମୋର ତ ବଡ଼ ବଡ଼ ଶିଙ୍ଗ ବାହାରି ଯାଇଛି। କିପରି ବାହାରକୁ ଯିବି? ମୁଁ ସ୍ୱୟଂ ମଇଁଷି ହୋଇଯାଇଛି। ମହାତ୍ମା ବୁଝିଗଲେ ଯେ ଏବେ ସେ ସରଳ, ନିଷ୍କପଟ, ଏକାଗ୍ରଚିତ୍ତ ହୋଇ ସମାଧି ଯୋଗ୍ୟ ହୋଇଯାଇଛନ୍ତି ଏବଂ କହିଲେ, ତୁମେ ଧ୍ୟାନର ମାର୍ଗ ବଦଳେଇ ଦିଅ। ମଇଁଷିରେ ବିଦ୍ୟମାନ ଆନନ୍ଦ ରୂପୀ ପରମାତ୍ମାଙ୍କୁ ଧ୍ୟାନ କରି ବାହାରକୁ ଆସ। ଏହା ହିଁ ତୁମର ବାସ୍ତବିକ ସ୍ୱରୂପ ଅଟେ। ରାମସ୍ୱରୂପ ବାହାରକୁ ଆସିଲେ। ମହାତ୍ମାଙ୍କ ଦିଗ୍ଦର୍ଶନ ଅନୁସାରେ ନିଜ ଜୀବନର ଲକ୍ଷ୍ୟ ପ୍ରାପ୍ତିରେ ସମର୍ଥ ହୋଇଗଲେ। ଲଗାମହୀନ ଅଶ୍ୱ ପରି ମନ ଚଞ୍ଚଳ। ଏହାକୁ ନିୟନ୍ତ୍ରଣରେ ରଖି ଈଶ୍ୱରାଭିମୁଖୀ କରିପାରିଲେ ସାନ୍ନିଧ୍ୟ ଅନୁଭବ ଅସମ୍ଭବ ହେବ ନାହିଁ। ଦସ୍ୟୁ ରତ୍ନାକର ରାମନାମ ଜପ କରି ନ ପାରିବାରୁ ମରା ମରା ଜପ କରି ଶେଷରେ ବାଲ୍ମୀକିରେ ପରିଣତ ହୋଇପାରିଥିଲେ। ସଂସାରରେ ସାଧୁ, ସନ୍ଥ, ସନ୍ନ୍ୟାସୀମାନେ ଯୁଗେ ଯୁଗେ ଜନ୍ମ ହୋଇଥାନ୍ତି ପଥଭ୍ରଷ୍ଟ ମାନବକୁ ଠିକଣା ମାର୍ଗରେ ନେବା ପାଇଁ। ସେହିମାନେ ହିଁ ମଣିଷକୁ ଈଶ୍ୱର ଦର୍ଶନର ମାର୍ଗ ଦେଖାଇ ଦେଇଥାନ୍ତି। ସଂସାର ରୂପୀ ଜଙ୍ଗଲ ଭିତରେ କେତେବେଳେ ମଣିଷ ପଥହରା ହୋଇଥାଏ ତ କେତେବେଳେ ପଥ ପାଇବା ପାଇଁ ଗୁରୁଙ୍କର ମାର୍ଗଦର୍ଶନ ଖୋଜେ। ସାଧୁ, ସନ୍ଥ, ସଦ୍ଗୁରୁ ସେହି ମାର୍ଗଦର୍ଶନର ଭୂମିକା ନିଭାଇଥାନ୍ତି। ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଜର ମତାମତ ଜଣାନ୍ତୁ। ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।